ଲାଗି ନୀତି ଅନୁଷ୍ଠିତ ହେଉଛନ୍ତି ଏବଂ ଏ ଜଳ ଲାଗି ନୀତିର ସ୍ୱତନ୍ତ୍ରତା ଯେଉଁ ନାରୀଙ୍କର ଗୋଟିଏ ସନ୍ତାନ ମୃତ ହେଇଗଲା ପରେ ଆଉ ସନ୍ତାନ ସନ୍ତତି ହେଇନଥା ଇଏ ହେଉଛି ତାର ନିୟମ ଏବଂ ଯେତେବେଳେ ଇଏ ରଖାଯିବ ଇଏ ଚନ୍ଦନ ଜଳ ଇଏ ମନ୍ତ୍ର ପାବମାନି ସୂକ୍ତ ଦ୍ୱାରା ଏକୁ ପ୍ରତିଷ୍ଠାପିତ କରାଯିବ ଏବଂ ପାବମାନି ସୂକ୍ତ ରାଧ ତା ଆପୋ ଦେବୀରିହ ମାମବନ୍ତୁ ଯା ଆପୋ ଦିବ୍ୟା ଉତବା ସ୍ରବନ୍ତି ରବନି ଯାସୁ ସୋମୁ ବିଶ୍ୱେ ଦେବା ଯା ସୃଜମ୍ ଯା ସୂର୍ଯ୍ୟಂ ମଦନ୍ତି ବୈଶ୍ୱାନାରୋ ମାନଙ୍କରୁ ଖୋଦିତ ହେଇକି ସେଇ ଜଳ ପ୍ରବାହ ସୃଷ୍ଟ ହୁଅନ୍ତି ଏବଂ ସେଇ ଜଳସ୍ରୋତ ପ୍ରବାହିତ ହୋଇ ପବିତ୍ରତାକୁ ପ୍ରକାଶିତ କରନ୍ତୁ ଏବଂ ସୋମ ଯେଉଁ ଜଳରେ ନିବାସ କରନ୍ତି ଏବଂ ଯେଉଁ ଜଳରେ ଦେବତାମାନେ ବିଦ୍ୟମାନ ହୋଇ ଅନ୍ନ उत्पादित करने करा जाउछंती ता भिन्न कथा किंतु शास्त्रीय धारारे यही होची महाप्रभुंकर स्नान विधि जहाकू देवस्नान आपण लक्ष्य करंतु पूजा पंडा सामंत मस्तक ही आग अर्पण करुछंती ता तळुकू तांको देहरे अर्पण करबा पई तळुकू कर दउछंती से रूपा।